ହୃଦୟର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ କୃତଜ୍ଞତା ଜଣାଉଛି। ମୋ ଭଳି ଏକ ଦିନ ଅକିଞ୍ଚନକୁ ଏଇଭଳି ଏକ ସତ୍ସଙ୍ଗରେ ରହିବାର ଅପୂର୍ବ ସୁଯୋଗ ଯେଉଁମାନେ ସୃଷ୍ଟି କରିଛନ୍ତି, ଯେଉଁ ମା ଭାଇ ମାନେ ଆଜି ପ୍ରିୟ ପରବଙ୍କ ଚରଣରେ ସତ୍ସଙ୍ଗ ନିବେଦନ କରିଛନ୍ତି, ଭୋଗ ନିବେଦନ କରିଛନ୍ତି, ପରମ ପିତାଙ୍କର ଅତୁଳ ଚଞ୍ଚଳ ଐକାନ୍ତିକ ପ୍ରାର୍ଥନା ନିବେଦନ କରେ ତାଙ୍କ ଭିତରେ ସେଇ ଐଶୀ ପ୍ରେମ ଉଜ୍ଜୀବିତ ରହୁ। ପ୍ରିୟ ପରବଙ୍କୁ ନେଇ ମଜକୁଲ ହେଇ ଉଠନ୍ତୁ। ବର୍ଷ ତମାମ ତାଙ୍କରି ରଙ୍ଗରେ ରଙ୍ଗୀନ ହେଇ ଉଠନ୍ତୁ, ଏତିକି ପ୍ରାର୍ଥନା ହଉ। ପ୍ରଭୁଙ୍କୁ ସବୁବେଳେ ପ୍ରଭୁ ଜୀବନରେ କିଛି ଥାଉ କି ନଥାଉ, ନୂଆ ବର୍ଷରେ ଏହି ପ୍ରାର୍ଥନା ହଉ। ଚରଣ ତୁମର ସରଗଠୁ ବଳି ଆଉ କି ସରଗ ମାଗିବି, ଆଉ କିଛି ପୁଣ୍ୟ ଦିଅ ବା ନ ଦିଅ, ଏ ଶିର ସିରି ପଦ ପରଶ ପାହୁ। ପ୍ରଭୁ ମତେ ଆଉ କିଛି ପୁଣ୍ୟ ନ ମିଳୁ, ମୋର ମଥା, ମୋର ଚିନ୍ତା, ମୋର ଚେତନା, ମୋର ହୃଦୟ ସର୍ବଦା ତୁମକୁ ନେଇ ଆନନ୍ଦିତ ପୁଲକିତ ହେଇକି ରହୁ। ଚରଣ ତୁମର ସ୍ୱର୍ଗ ଠାରୁ ଆହୁରି ବଡ, ଏ ଶିରସ ସେଇ ଶ୍ରୀପଦର ସ୍ପର୍ଶ ପାଉ। ମନେ ପଡେ ସେ ସତ୍ୟ ଯୁଗର କଥା। ପ୍ରଭୁ ଯେତେବେଳେ ଅନନ୍ତ ଶୟନରେ ଥାନ୍ତି, ସାଗରରୁ ଉର୍ମିଳ ତରଙ୍ଗମାଳା ମା ମହାଲକ୍ଷ୍ମୀ ପଦସେବା କରୁଥାନ୍ତି। ସେଦିନ କଚ୍ଛପ ଧାଇଁ ଆସୁଛି ସେଇ ବିଶ୍ୱ ବିଭୁଙ୍କର ପଦସ୍ପର୍ଶ କରିବା ପାଇଁ। କେତେବେଳେ ଉତ୍ତାଳ ତରଙ୍ଗର ବାଧା, କେତେବେଳେ ଶେଷନାଗର ପୁଚ୍ଛର ପ୍ରହାର ଭିତରେ ପୁଣି ଘୁଞ୍ଚି ଯାଉଛି, କିନ୍ତୁ ତାର ସେଇ ଆକୁତି ଅଛି। ବାରମ୍ବାର ଆସୁଛି, ପହଞ୍ଚି ପାରିନାହିଁ। ପ୍ରଭୁ ବାଞ୍ଛା କଳ୍ପତରୁ ଯିଏ ତାଙ୍କୁ ମାଗିଛି ତା ପୂର୍ଣ୍ଣ କରନ୍ତି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅବତାରରେ ସେଇ କଚ୍ଛପ ହେଇଛି କୈବର୍ତ୍ତ। ଆପଣମାନେ ସେ କିମ୍ବଦନ୍ତୀ ସମସ୍ତେ ଜାଣିଛନ୍ତି ସେ କଥା। ସେଦିନ ପାଦ ଧୋଇ ଦେଉଛି, ସେଦିନ ଲକ୍ଷ୍ମଣ କିନ୍ତୁ ଯେତେବେଳେ ମନା କରୁଛନ୍ତି, ସେ କହୁଛନ୍ତି ଶୁଣିଲିଣି ପଥରେ ପଥର ପଡି ଅବଳା ନୌକା ନାୟିକା ହେଲେ ବୁଡ଼ିବ ଭେଳା। ପ୍ରଭୁ ଆପଣଙ୍କ ପଦସ୍ପର୍ଶରେ ଏଇ ନୌକା ଯଦି ନାୟିକା ହେଇଯାଏ, ଗୌତମ ଋଷିଙ୍କର ସ୍ତ୍ରୀ ଅହଲ୍ୟା ପ୍ରଭୁଙ୍କର ପଦସ୍ପର୍ଶରେ ପଥରରୁ ସୁନ୍ଦରୀ ରମଣୀରେ ରୂପାନ୍ତରିତ ହେଲେ, ବାସ୍ତବରେ ଠାକୁର କହୁଛନ୍ତି କିନ୍ତୁ ଅହଲ୍ୟା ପଥର ହେଇ ନଥିଲେ। ଠାକୁରଙ୍କୁ ଧରିକି ଆମର ଜ୍ଞାନ ଉନ୍ମୋଚନ। ସ୍ୱାମୀଙ୍କ ବିରହରେ ଅହଲ୍ୟା ପଥର ଭଳି ହେଇଯାଇଥିଲେ। ପ୍ରକୃତରେ ସତୀ ନାରୀ ଯିଏ, ସ୍ୱାଧୀନ ନାରୀ ଯିଏ, ସ୍ୱାମୀଙ୍କ ବିନା ତା ଜୀବନଟା ନିଷ୍ପ୍ରାଣ ହେଇଯାଏ, ନିଷ୍ପ୍ରଭ ହେଇଯାଏ। ଠାକୁର କହୁଛନ୍ତି ଅହଲ୍ୟା ପଥର ହେଇ ନଥିଲେ, ପୁରା ନୀରବ ହେଇଯାଇଥିଲେ, ନିସ୍ତବ୍ଧ ହେଇଯାଇଥିଲେ, ନିଷ୍ପ୍ରଭ ହେଇଯାଇଥିଲେ। ଜୀବନର ସମସ୍ତ ଆନନ୍ଦ ଯେମିତି ହଜିମଜି ଯାଇଥିଲା। ଯେତେବେଳେ ପ୍ରଜାନୁରଞ୍ଜକ ରାଜେଶ୍ୱର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସ୍ପର୍ଶ ପାଇଲେ, ତାଙ୍କ ଜୀବନର ଆନନ୍ଦ ଖେଳିଗଲା, ଜୀବନର ଚଞ୍ଚଳତା ଖେଳିଗଲା। କୈବର୍ତ୍ତ ଧୋଇବ ବୋଲି ପାଦ କରୁଛି, ସେତେବେଳେ ପ୍ରଭୁ ବଢେଇ ଦେଇଛନ୍ତି ସେ ପାଦ। ବଢାଇ ଦେଲେ ପୟର ଭାବ ଗ୍ରାହୀ ରଘୁବୀର, ପୟରେ ଖାଳିତ କରି ବସନେ ପୋଛି। ବ୍ରହ୍ମାରେ ଧୌତ ଯେ ପଦ ନହିଛି ସି ବେବିଷାଦ, ନ ପାଇ ଚରଣାମୃତ ପାନକୁ ଇଛି। ବିଜ୍ଞାନୀ କୈବର୍ତ୍ତ ଧୋଇଲା, ବିଶ୍ୱେ ପତିତ ପାବନ ନାମ ରହିଲା। ଯୁଗ ଯୁଗର ପ୍ରତୀକ୍ଷା ତାକୁ ପୂର୍ଣ୍ଣ କରିଛନ୍ତି। ତ ଆମର ସେଇ ପ୍ରତୀକ୍ଷା ହଉ। ଏଇ ତ ପୂର୍ଣ୍ଣ ହେଇଯାଇଛି ଆମ ସମସ୍ତଙ୍କର ପ୍ରତୀକ୍ଷା। ମୁଁ ଅନୁଭବ କରେ ଆଚାର୍ଯ୍ୟ ଦେବଙ୍କର ଯୋଉ ଓଡିଶା ପରିକ୍ରମା ହେଲା, ଆମ ଭଳି ଗୋଟେ ବେତଡା, ଗୋଟେ ଅତି ନଗଣ୍ୟ ଅଞ୍ଚଳ, ଗ୍ରାମାଞ୍ଚଳ, ତାଙ୍କୁ ଆମେ ସବୁ ପ୍ରକାର ସୁବିଧା ଦେଇପାରିନାହୁଁ। କିନ୍ତୁ ସେ ଯୋଉ ଖୁସି, ଏଇ ଯୋଉ ପ୍ରତୀକ୍ଷା, କତିପୟ ଭକ୍ତ ମାନଙ୍କର ପ୍ରତୀକ୍ଷା, ଡିପି ୱାର୍କସ ର ପ୍ରତୀକ୍ଷା, ସେ ଆସନ୍ତି, ଧନ୍ୟ କରିଛନ୍ତି ଓଡିଶା ମାଟିକୁ। ବହୁ କେତେ ଜନ୍ମର ପୁଣ୍ୟ ଥିଲା ଆମମାନଙ୍କର। ପ୍ରିୟ ପରବଙ୍କର ରେତଜ ଆଚାର୍ଯ୍ୟ ଦେବ ହଉଛନ୍ତି ଚଳନ୍ତି ପୁରୁଷୋତ୍ତମ, ଯାହାଙ୍କ ଭିତରେ ପୁରୁଷୋତ୍ତମ ନିତ୍ୟ ଲୀଳା ଖେଳା କରନ୍ତି। ଆସି ଆମ ଓଡିଶା ମାଟିକୁ ଧନ୍ୟ କରିଛନ୍ତି ଆମର ଏଇ ପ୍ରତୀକ୍ଷା। ତେଣୁ ଏଇ ପ୍ରାର୍ଥନା ହଉ, ନବବର୍ଷରେ ପ୍ରଭୁ ଜୀବନରେ କେବଳ ତୁମକୁ ପାଇବା ଛଡା କୌଣସି ପ୍ରାପ୍ତି ମତେ ଯେମିତି ପ୍ରଲୁବ୍ଧ କରିଦେଇ ନପାରେ। ଶ୍ରୀ ଠାକୁର କହୁଥିଲେ ଇଷ୍ଟଙ୍କ ପ୍ରାପ୍ତି ଛଡା ଦୁନିଆର କୌଣସି ପ୍ରାପ୍ତି ଯେମିତି ତୁମକୁ ପ୍ରଲୁବ୍ଧ କରିଦେଇ ନପାରେ। ଯେତେ ବଡ ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ, ବୈଭବ, ପଦ ପଦବୀ, ପଣ୍ଡିତ୍ୟ, ବ୍ୟକ୍ତିତ୍ୱ, ସମସ୍ତ ପଦବୀ ଇଷ୍ଟଙ୍କୁ ପାଇବା ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି। ଏହି କାମନା ରହୁ ନବବର୍ଷରେ।
ମୋର ଚାଲି ଚଳନ ଚରିତ୍ର ବ୍ୟକ୍ତିତ୍ୱ ଯେମିତି ତୁମକୁ ନନ୍ଦିତ କରୁ, ତାହେଲେ ଯାଇକି ଜୀବନଟା ସରସ ସୁନ୍ଦର ହେଇ ଉଠିବ। ନବବର୍ଷରେ ଆଶୀର୍ବାଦ ଶ୍ରୀ ଠାକୁରଙ୍କ ପଢିଥିବେ ଆପଣ ସେ କଥା। ପଥେ ପଥେ କଣ୍ଟକର ଅଭ୍ୟର୍ଥନା, ପଥେ ପଥେ ଗୁପ୍ତ ସର୍ପ ଗୁଡ ଫଣା, ନିନ୍ଦା ଦେଉ ଜୟ ଶଙ୍ଖନାଦ, ଏଇ ତୋର ରୁଦ୍ରର ପ୍ରସାଦ, ଘେନ ନବବର୍ଷେ ହି ଆଶୀର୍ବାଦ। ଆମ ଭିତରେ କେତେ ଜଣ ଅଛନ୍ତି ଏଇ ପ୍ରକାର ପ୍ରାର୍ଥନା କରିପାରିବା, ଠାକୁରଙ୍କ ଏହି ଆଶୀର୍ବାଦକୁ ଗ୍ରହଣ କରିପାରିବା? ପଥେ ପଥେ କଣ୍ଟକର ଅଭ୍ୟର୍ଥନା, ପ୍ରତ୍ୟେକ ପଦକ୍ଷେପ ତୋର କଣ୍ଟକିତ ହଉ। କଣ୍ଟକିତ ମାନେ ଉରୁଦ୍ଧ ନୁହେଁ। ଶ୍ରୀ ଠାକୁର ଯୋଉ ବାଧାକୁ ନିୟନ୍ତ୍ରଣ କରି ଯୋଗ୍ୟତାରେ ଅଧିରୂଢ ହେଇ ଉଠ। ଶ୍ରୀ ଠାକୁର କହିଲେ ବାଧା ଯଦି ନିୟନ୍ତ୍ରଣ করে হি শুভদান, তেবে জানিথা আরে পাগল তুই তো শক্তিমান। যদি বাধা বিপত্তিକୁ ମଣିଷ ଏଡେଇକି ପ୍ରିୟ ପଥରେ ଚାଲିପାରେ, ସେଇଟା ବାସ୍ତବ ନିଷ୍ଠା ହଉଛି ତାର। ପଥେ ପଥେ କଣ୍ଟକର ଅଭ୍ୟର୍ଥନା, ପଥେ ପଥେ ଗୁପ୍ତ ସର୍ପ ଗୁଢ ଫଣା, ପ୍ରତି ପଦକ୍ଷେପରେ ଯେମିତି ବିପଦ ବିପତ୍ତି ଜୀବନରେ ଏ ବିପଦ ବିପତ୍ତିକୁ ଏଡେଇକି ଚାଲିବ। ଖାଲି ଇଷ୍ଟଙ୍କୁ ଭଲ ପାଇଲା ଭିତରେ ଛାତିର ଦମ ବଢେ ମଣିଷ। ମଣିଷ ଯେକୌଣସି ବିପତ୍ତିରେ ସାଧାରଣ ମଣିଷ ଯୋଉଠି ଭାଙ୍ଗି ପଡେ, ସେତେବେଳେ ଇଷ୍ଟ ପ୍ରାଣ ମଣିଷ, ଠାକୁରଙ୍କୁ ଭଲ ପାଉଥିବା ମଣିଷ, ସେ ଭାଙ୍ଗି ପଡେ ନା। ତା ହୃଦୟର ଶକ୍ତି ଆସେ, ମୋ ପ୍ରଭୁ ମୋ ସହିତ ଅଛନ୍ତି। ଏଇ ମୋର ଯୋଉ ବିପଦ ଭିତରେ ଶ୍ରୀ ଠାକୁର ଯୋଉ କଥା କହିଲେ, ବିପଦକୁ ଫାଙ୍କି ଦେଇ ସମ୍ପଦର ଅଧିକାରୀ ହେଇ ଉଠ। ନିଶ୍ଚିତ ଭାବରେ ଠାକୁରଙ୍କର କଣ ମଙ୍ଗଳ ଇଚ୍ଛା ଅଛି। ଆହୁରି ଅନେକ କଥା ତ ଠାକୁର କହୁଥିଲେ। ଅନେକ ପ୍ରଶ୍ନ ହେଇଛି ଯେ ଠାକୁରଙ୍କୁ ଧରିକି କାହିଁକି ଦୁଃଖ ଆସେ। ଠାକୁର କହୁଛନ୍ତି ଏଇ ଜନ୍ମ ଜନ୍ମାନ୍ତର ଯୋଉ ତୋର ବିକୃତି ଅଛି, ଏଇ ଅନେକ ଜନ୍ମର ବିକୃତିକୁ ନେଇକି ବହିଛୁ, ଏଗୁଡାକ ପରିଶୋଧ ନ ହେଲା ପର୍ଯ୍ୟନ୍ତ ତୁ ସୁକୃତି ପଥରେ ଚାଲିବୁ କେମିତି? ପୁରୁଷୋତ୍ତମଙ୍କ ପଥରେ ଚାଲିଲେ ମଣିଷର ଜନ୍ମ ଜନ୍ମାନ୍ତର ବିକୃତି, ଜନ୍ମ ଜନ୍ମାନ୍ତର ପାପ କଳୁଷ ସବୁ ନାଶ ହେଇଯାଏ। ପଥେ ପଥେ ଗୁପ୍ତ ସର୍ପ ଗୁଢ ଫଣା, ନିନ୍ଦା ଦେଉ ଜୟ ଶଙ୍ଖନାଦ। ଆମେ ସମସ୍ତେ ଅଛନ୍ତି ଆତ୍ମସମୀକ୍ଷା କରିବା। ମୁଁ କେତେ ଭଜନ କଲି, କେତେ କୀର୍ତ୍ତନ କଲି, କେତେ ଯାଜନ କଲି, ଏଇଟା ବଡ କଥା ନୁହେଁ। ଠାକୁରଙ୍କର ବାସ୍ତବ ଫିଲୋସଫି ମୋ ଭିତରେ ଫୁଟି ଉଠିଛି କି ନାହିଁ, ବାସ୍ତବ ଦର୍ଶନ। ଠାକୁର ଯାହା କହିଛନ୍ତି, ଯୋଉ କଥା ଏଥର ଆଚାର୍ଯ୍ୟ ଦେବ କହୁଥିଲେ ବେତରା ସତ୍ସଙ୍ଗ କେନ୍ଦ୍ରରେ, ମୁଁ ଶୁଣିଛି, କହିଲେ ଯଦି ତମକୁ ଜଣେ କିଏ କହେ ତମ ଠାକୁର କେମିତି, ତୁମର ଯାଜନ ଭିତରେ ନୁହେଁ, ତୁମର ପ୍ରତିଷ୍ଠା ଭିତରେ ନୁହେଁ, ବ୍ୟକ୍ତିତ୍ୱ ଭିତରେ ନୁହେଁ, ଯଦି ଆମେ କହି ପାରନ୍ତି ମତେ ଦେଖ ତ, ମତେ ଦେଖ। ଠାକୁର ଆଚାର୍ଯ୍ୟ ମତେ ଉଦାତ ଭାବରେ କହୁଥିଲେ, ମତେ ଦେଖ, ମୋ ଭିତରେ କଣ କିଛି ଅନୁଭବ କରିପାରୁନ ଠାକୁରତ୍ୱ? ମୋ ଭିତରେ ସେମିତି କଣ କିଛି ଆଚରଣ ନାହିଁ, ସେମିତି କଣ ଅନୁସରଣ ନାହିଁ, ସେମିତି କଣ ଅନୁରଣ ନାହିଁ, ଯାହାକୁ ଦେଖିକି ଠାକୁରଙ୍କର ସ୍ପର୍ଶ ଠାକୁରଙ୍କୁ ଅନୁଭବ କରି ହଉନି। ନିନ୍ଦା ଦେଉ ଜୟ ଶଙ୍ଖନାଦ, ନିନ୍ଦାଟା ମତେ ଶଙ୍ଖନାଦ ଭଳିଆ ଶୁଭିବ। ଶ୍ରୀ ଶ୍ରୀ ଠାକୁର କହୁଥିଲେ, ଦେଖିବ ଯେତେବେଳେ ଅନେକ ଲୋକ ତୁମର କିଛି କାରଣ ନଥାଇ ତୁମର ନିନ୍ଦା କରୁଛନ୍ତି, ଠିକ ଭାବରେ ଜାଣ ତୁମର ପ୍ରତିଷ୍ଠା ହେଇଯାଇଛି। ତେଣୁ ନିନ୍ଦାଟା ମତେ ଶଙ୍ଖନାଦ ଯଦି ଶୁଭିବ, ମୁଁ ତା ନିଷ୍ଠ ପ୍ରାଣ, ମୁଁ ତାଙ୍କୁ ନେଇ ଚାଲିବାଟା ସାର୍ଥକ ହେଇଛି, ମୁଁ ତାଙ୍କର ହେଇ ଉଠିଛି, ନହେଲେ ମୁଁ ମୋ ଖିଆଲିରେ ଚାଲିଛି। ଏହି ତୋର ରୁଦ୍ରର ପ୍ରସାଦ, ଘେନ ନବବର୍ଷେ ହି ଆଶୀର୍ବାଦ। ଏଇ କଥାଟାକୁ ମଣିଷ ଡାଇଜେଷ୍ଟ କେତେବେଳେ କରିବ, କେମିତି କରିବ? এই ଡାଇଜେଷ୍ଟ କରିବାକୁ ହେଲେ ଠିକ ଠାକୁରଙ୍କର ଯୋଉ ବିଧାନ ଅଛି, ଯଦି ତା ହୃଦୟଟା ପ୍ରୀତିପୂରିତ ହୁଏ। ଆମେ ଆଜି ସତରେ ବସି ବେଳେ ବେଳେ ଭାବେ ଯେ ଆମେ ସମସ୍ତେ ଅନେକ କଥା କହୁଛନ୍ତି ସତ୍ସଙ୍ଗୀ ପରିବାରରେ, ଆମେ ବାପା ମାଙ୍କୁ କେତେ ଭଲ ପାଇଛନ୍ତି, ଆମ ହୃଦୟରେ ପ୍ରୀତି, ଆମେ କହୁଛନ୍ତି ପରମ ପ୍ରେମମୟ, ଶ୍ରୀ ଶ୍ରୀ ଠାକୁର ପରମ ପ୍ରେମମୟ ପୁରୁଷୋତ୍ତମ, ସେ ଯାହାହେଲେ ସେଥିରେ ଆମର କଣ ହେଇଛି, ମୁଁ କଣ ହେଇ ଉଠିଛି? ମୋ ଭିତରେ ପ୍ରୀତିର ଫଲକୁ କେତେ ପ୍ରବାହିତ ହେଇଛି। ଶ୍ରୀ ଶ୍ରୀ ଠାକୁର କହୁଥିଲେ, ଆଜି ବାସ୍ତବ ଭାବରେ ଆମ ଭିତରେ ପ୍ରେମ ନାହିଁ, ଅପ୍ରେମ ଅଛି ବୋଲି ଆଦର୍ଶରେ ଦୋଷ ଦେଖିଛନ୍ତି। ନିଜର ଭୁଲ ମୁଁ ଦେଖି ନାହିଁ। ଯଦି କିଛି ଅସୁବିଧା ହେଇଗଲା, ଠାକୁର ନାହାନ୍ତି, ଠାକୁର ଆଉ ଦେଖୁନାହାନ୍ତି। ଠାକୁର ଯେ ମୋ ସହିତ ସବୁବେଳେ ଅଛନ୍ତି, ଆପଣମାନଙ୍କ ଭିତରେ ଅଛନ୍ତି, ଭକ୍ତ ମଣିଷ ଅନୁଭବ ମୋର ତ ଅଛି, ଆପଣମାନଙ୍କର ଅଛି, ସମସ୍ତଙ୍କର ଅଛି। ପ୍ରତି ମୁହୂର୍ତ୍ତରେ ଯେ ପ୍ରିୟ ପରମ ଆମ ପାଖରେ ଅଛନ୍ତି, ଯଦିଓ ମୁଁ ତାଙ୍କୁ ଧରି ନାହିଁ, ମୁଁ ଅର୍ଥ ପାଇଁ ମାଗିଛି, ମାନ ପାଇଁ ମାଗିଛି, ଯଶ ପାଇଁ ମାଗିଛି, ପ୍ରତିଷ୍ଠା ପାଇଁ ମାଗିଛି, ବ୍ୟକ୍ତିତ୍ୱ ପାଇଁ ମାଗିଛି, ଗୌରବ ପାଇଁ ମାଗିଛି, ଯେ କିଛି ଚାହିଁନାହାନ୍ତି, କେବଳ ଚାହିଁଛନ୍ତି ଆମର। ଠାକୁର ଯୋଉ କଥା କହିଲେ, আমি তোমার হাসি মুখের কাঙ্গাল, ମୁଁ କେବଳ ତୁମର ସେ ହସ ହସ ମୁଖ ଦେଖିବାକୁ ଚାହେଁ, ଆଉ କିଛି ଚାହିଁନାହାନ୍ତି ଶ୍ରୀ ଠାକୁର। এই ଇଷ୍ଟବୃତ୍ତିର କଥା ଅନେକ ପ୍ରଶ୍ନ ଆସିପାରେ। এই ଇଷ୍ଟବୃତ୍ତି କରିବା ଭିତରେ ଯଦି ମଣିଷର ଯୋଗ୍ୟତାର ଉଦ୍ବୋଧନ ପାଇଁ ଇଷ୍ଟବୃତ୍ତିର କଥା, ଶ୍ରୀ ଠାକୁର କିଛି ଚାହିଁନାହାନ୍ତି। ମଣିଷ କେମିତି ସୁଖ ରହିବ, ଶାନ୍ତିରେ ରହିବ, ସ୍ୱସ୍ତିରେ ରହିବ, ଆନନ୍ଦରେ ରହିବ, ମଙ୍ଗଳର କୋଳରେ ରହିବ, ତା ପାଇଁ ଦରକାର ପ୍ରଥମେ ଯୋଉ କଥା କହୁଥିଲି ପ୍ରୀତି। ଶ୍ରୀ ଠାକୁର କହୁଛନ୍ତି, ଯୋଉମାନଙ୍କର ହୃଦୟ ପ୍ରୀତିପୂରିତ ନୁହେଁ, ସେମାନେ ଅବଦାନ ପ୍ରଦୀପ୍ତ ହେଇପାରିବେ ନାହିଁ। ଅବଦାନ ନହେଲେ ଯୋଗ୍ୟତାରେ ଅଧିରୂଢ ହେଇପାରିବେ ନାହିଁ। ଯୋଗ୍ୟତା ହିଁ ଜୀବନର ଔଜ୍ଜଲ୍ୟ। ସତରେ ମୁଁ ଆଜି ନିଜକୁ ଯୋଗ୍ୟ ନା ଅଯୋଗ୍ୟ, ନିଜକୁ ପ୍ରଶ୍ନ ଠାକୁରଙ୍କ ମାଫିକରେ। ମୋର ଟଙ୍କା ହେଇଗଲା, ସେଇଟା ଯୋଗ୍ୟତା ନୁହେଁ। ମୁଁ କେତେ ପାଠ ପଢିଛି, ମୋର ସେଇଟା ଯୋଗ୍ୟତା ନୁହେଁ। ମୁଁ ସତରେ ମୋର ହୃଦୟଟା ପ୍ରୀତିପୂରିତ ହେଇଛି କି ନାହିଁ,
ଯଦି ରହିଛି ମୁଁ ଅଯୋଗ୍ୟ ସବୁ ଥାଇକି ଠାକୁର କହିଲେ ତୁମେ ଏପରି ଶକ୍ତି ଲାଭ କରିଥାଅ ଯୋଦ୍ୱାରା ସୂର୍ଯ୍ୟ ଚନ୍ଦ୍ର କକ୍ଷଚ୍ୟୁତ କରିପାର, ପୃଥିବୀକୁ ଭାଙ୍ଗି ଟୁକୁରା ଟୁକୁରା କରିଦେଇ ପାର, ବା ସମସ୍ତଙ୍କୁ ଐଶ୍ୱର୍ଯ୍ୟଶାଳୀରେ ପରିଣତ କରିଦେଇ ପାର, ଯେ ତୁମ ହୃଦୟରେ ପ୍ରୀତି ନାହିଁ ତାହେଲେ କିଛି ବି ହୋଇନାହିଁ। ଯୋଗ୍ୟତା ହେଇଛି କି ନାହିଁ, ମୁଁ ଯୋଗ୍ୟ ହେଇଛି କି ନାହିଁ, ମୋ ପରିବାର ଯୋଗ୍ୟ ହେଇଛି କି ନାହିଁ, ମୋ ପିଲାମାନେ ଯୋଗ୍ୟ ହେଇଛନ୍ତି କି ନାହିଁ, ଯୋଗ୍ୟତାର ପରିମାପ ଠାକୁର କହିଲେ ଏଇ ଯୋଉ ପ୍ରୀତି, ଯେଉଁମାନଙ୍କ ହୃଦୟ ପ୍ରୀତି ପୂରିତ ନୁହେଁ ସେମାନେ କୋଉ ଦିନ ଅବଦାନ ପ୍ରଦୀପ୍ତ ହେଇପାରନ୍ତି ନାହିଁ। ଅବଦାନ ପ୍ରଦୀପ୍ତ ନହେଲେ ଶ୍ରଦ୍ଧାଦୀପ୍ତ ହେବେ ନାହିଁ, ଶ୍ରଦ୍ଧାଦୀପ୍ତ ନହେଲେ ଯୋଗ୍ୟତାର ଅଭିଷିକ୍ତ ହେବେ ନାହିଁ। ଯୋଗ୍ୟତା ହିଁ ଜୀବନର ଔଜ୍ଜଲ୍ୟ। ଶ୍ରୀଷ୍ଠାକୁ କହୁଥିଲେ ତୁମମାନେ ବାସ୍ତୁ ହରାବା ନିଦାରୁଣ ସତ୍ୟ, ଯୋଗ୍ୟତା ହରାବା ସର୍ବନାଶର କାରଣ। ଯେଉଁମାନେ ଆଜି ବାସ୍ତୁ ହରା, ଦୁଃଖ ଘନଟା ଚତୁର୍ଦିଗରୁ ଘେରି ଧରିଛି, এই ଯୋଗ୍ୟତାକୁ ଯଦି ସର୍ବାଙ୍ଗ ସୁନ୍ଦର କରିବାକୁ ଚାହ, ଇଷ୍ଟ ଆଦର୍ଶ ଆଚାର୍ଯ୍ୟଙ୍କ ଠାରେ କେନ୍ଦ୍ରାୟିତ ହେବାକୁ ହେବ ସକ୍ରିୟ ଭାବରେ, ନିଃସ୍ୱାର୍ଥ ଭାବରେ। ଆଜି ଯେଉଁମାନେ ସର୍ବହରା ଦୁଃଖ ଘନଘଟା ଚତୁର୍ଦିଗରୁ ଘେରି ଧରିଛି, ଯୋଗ୍ୟତା ଯଦି ଥାଏ ଲକ୍ଷେ ହାରକୁ ଅତିକ୍ରମ କରି ବହୁ ପାଇବାର ଆବିର୍ଭାବ ହେଇପାରେ, ବିଧିମାଫିକ ଶ୍ରମ କୁଶଳ ସୌକର୍ଯ୍ୟ ନେଇ। ତାକୁ ବାସ୍ତୁହରା ବା ନିଦାରୁଣ ସତ୍ୟ। ମୁଁ ଦରିଦ୍ର ଘରେ ଜନ୍ମ ହେଇଛି, ମୋର ବାପା ମା ଧନୀ ନୁହନ୍ତି, ମୁଁ ଭଲ ପାଠ ପଢି ନାହିଁ, ଏଟା ହୁଏତ ନିଦାରୁଣ ଦୁଃଖ ହେଇପାରେ, କିନ୍ତୁ ଯୋଗ୍ୟତା ହରା ହବା ସର୍ବନାଶର କାରଣ। ଯଦି ମଣିଷ ଅଯୋଗ୍ୟ ହେଇଗଲା ସର୍ବନାଶ ହେଇଗଲା। আর ঠাকুর অনেক কথা আছে আমরা পড়িয়ে পৃথিবী নায়করে। এই যোগ্যতা বিহীন সম্পদ সুখ মଣିষକୁ ବିପତ୍ତି ବିପଦକୁ ଏଡେଇ ଆଡେଇ ପାରେ। ପୃଥିବୀ ନାୟକର ଯୋଉଠି ଯୋଗ୍ୟତା ନାହିଁ, ଚରିତ୍ର ନାହିଁ, ସେଠି ସମ୍ପଦ ଅଛି ଯଦି ସେଟା ସର୍ବନାଶର କାରଣ। ଆପଣ ଦେଖନ୍ତୁ, ଅନୁଶୀଳନ କରନ୍ତୁ, ଅନୁରଣ କରନ୍ତୁ, ଆପଣଙ୍କ ଅଞ୍ଚଳରେ ଯୋଉମାନେ ସବୁ ବିଭିନ୍ନ ପ୍ରକାର ବଡ ବଡ ପରିବାର କିଭଳି ପ୍ରକାର ବିଭ୍ରାଟ ସୃଷ୍ଟି ହେଇଛି, ଯୋଗ୍ୟତା ନାହିଁ ବୋଲି, ଚରିତ୍ର ନାହିଁ ବୋଲି, ଇଷ୍ଟପ୍ରାଣତା ନାହିଁ ବୋଲି, ପ୍ରୀତି ନାହିଁ ବୋଲି, ଯୋଗ୍ୟତା ନଥାଇ ସମ୍ପଦ ଆସିଛି, ସେଟା ଚରିତ୍ର ନଷ୍ଟ କରିଦେଇ ସର୍ବନାଶର କାରଣ ହେଇଛି। এই যোগ্যতা যদি থাকে লক্ষে হারକୁ অতিক্রম କରି বহু ପାଇବାର ଆବିର୍ଭାବ ହେଇପାରେ। ଜୋର ଦେଇ କହିପାରେ, ଯୋଉମାନେ ପ୍ରିୟ ପରମଙ୍କୁ ନେଇ ଭଲ ପାଆନ୍ତି, ନିଶ୍ଚିତ ଭାବରେ ସେ ଯେ ଅନାହାର ରହିବ, ଦରିଦ୍ର ହେଇ ରହିବ, ଅପ୍ରତିଷ୍ଠ ହେଇ ରହିବ, ଦୁଃଖରେ ହାହାକାର କରିବ, ଏଇଟା କେବେ ବି ନୁହେଁ। ଯଦି ହଉଛି ସେ ଠାକୁରଙ୍କୁ ବାସ୍ତବ ଭାବରେ ଭଲ ପାଇଛି, ଅର୍ଥ ପାଇଁ, ମାନ ପାଇଁ, ଯଶ ପାଇଁ, ପ୍ରତିଷ୍ଠା ପାଇଁ, ଗୌରବ ପାଇଁ, ବାସ୍ତବରେ ଇଷ୍ଟ ପ୍ରାପ୍ତି ଜୀବନରେ ଘଟି ନାହିଁ। ତାଙ୍କୁ ପାଇଲେ ଅନନ୍ତ ପ୍ରାପ୍ତି ଘଟେ। ସେ ଠାକୁର କହିଲେ ଯାହାଙ୍କୁ ପାଇବା ଭିତର ଦେଇ ତୁମର ଆଉ ପ୍ରାପ୍ତିର ପ୍ରଲୋଭନ କିଛି ବି ରହେ ନାହିଁ, କାରଣ ମୁଁ ତାଙ୍କୁ ଯେତେବେଳେ ପାଇବା ମୋର କିଛି ପାଇବାର ଆଶା ନାହିଁ, କେବଳ ତାଙ୍କର ଖୁସି, ତାଙ୍କର ସ୍ୱସ୍ତି, ତାଙ୍କର ଆନନ୍ଦ, ଏଇ ଛଡା ଜୀବନର ଆଉ କିଛି ପ୍ରାପ୍ତି ନାହିଁ। ତେଣୁ ଭଲ ପାଇବି କେମିତି? ଶ୍ରୀ ଠାକୁର ସେଦିନ ଯେତେବେଳେ ପଚରା ଯାଇଛି ଯେ ଠାକୁର କେମିତି ଭଲ ପାଇବି, ଠାକୁର ତ ସ୍ତ୍ରୀ କି ଯେତେବେଳେ ଭଲ ପାଉଛୁ କେତେବେଳେ ତ କାହିଁ ପଚାରିନୁ କେମିତି ଭଲ ପାଇବା ହୁଏ, ପୁଅକୁ କେମିତି ଭଲ ପାଇବା ହୁଏ ପଚାରିନୁ। ଠାକୁରଙ୍କୁ ଭଲ ପାଇବାକୁ ସେ ପ୍ରଶ୍ନ ଆସିଛି, ୟୋର ଲଭ୍ ୱିଲ୍ ଟିଚ୍ ୟୁ ହାଉ ଟୁ ଲଭ୍ ୟୁ, ହାଉ ଟୁ ଲଭ୍ ୟୁ, ତୁମର ପ୍ରେମ ଶିଖେଇ ଦେବ କେମିତି ଭଲ ପାଇବାକୁ ହୁଏ। ତାଙ୍କର ମନୋଜ୍ଞ କେମିତି ହେବି, ଶିଶି ବରଦା ଯୋଉ କଥା କହୁଥିଲେ, ତୃଣାଦପି ଶୁଣିଚେନ ତରୁଣାନାଂ ସହିଷ୍ଣୁତା ଅମାନିନାଂ ମାନଦ୍ୟନ୍ତେ କୀର୍ତ୍ତନୀୟ ସଦା ହରି। ଇଏ ହଉଛି ସେ ଭକ୍ତର ଲକ୍ଷଣ। ତୃଣାଦପି ଶୁଣିଚେନ, ତୃଣ ଯେମିତି ସବୁବେଳେ ନିଚ ହେଇକି ଥାଏ, ଭକ୍ତ ମଣିଷ ଯିଏ, ଇଷ୍ଟପ୍ରାଣ ମଣିଷ ଯିଏ, ନିଷ୍ଠାବାନ ମଣିଷ ସିଏ ସବୁବେଳେ ନମ୍ର ଧୀର ତଳକୁ କହିଥିବ। କିନ୍ତୁ ଆମେ ତ ଟିକେ ଟିକେ କଥାରେ ବେଳେ ବେଳେ ଆମେ ଦେଖେଇ ଦିଅନ୍ତି ଆମର କଥା ବସିକି। ଆଜି ନୂଆ ବର୍ଷରେ ଆତ୍ମସମୀକ୍ଷାର କଥା, ଠାକୁରଙ୍କୁ ଭଲ ପାଇବାର ଆତ୍ମସମୀକ୍ଷା, ସତରେ ଭଲ ପାଇଛି ନା ନାଇଁ ଲୋକ ଦେখাଣିଆ, ଇ ଚାଲାକି ଭଲ ପାଇଛି ଠାକୁର କହିଲେ ବିଶେଷଣର ବହର ଦିଏ ଭୁଲାବି ଭଗବାନ, ବେକୁବ ତିନି ତୋହରି ପରି ଭାବିସି ବୁଦ୍ଧିମାନ। এই ବିଶେଷଣ ଦେଇକି ଯେମିତି ବ୍ରାହ୍ମଣ ବାହନଙ୍କର ବିରାଟ ମନ୍ତ୍ର, ହେ ଜୀବନ ସର୍ବସ୍ୱ, ହେ ଜୀବନ ସ୍ୱାମୀ, এইଭଳିଆ ବିଶେଷଣ ଦେଇ ତାକୁ କଣ ଭୁଲେଇ ଦେବୁ ତାଙ୍କୁ? ବେକୁବ ତିନି, ତାଙ୍କୁ କଣ ବେକୁବ ଭାବୁଛୁ, ନିଜକୁ ବୁଦ୍ଧିମାନ ଭାବୁଛୁ? ବେକୁବ ତିନି ଭାବିସି ବୁଦ୍ଧିମାନ, ନିଜକୁ ବୁଦ୍ଧିମାନ ଭାବୁଛୁ? ସେ ସବୁ ଜାଣିପାରୁଛନ୍ତି, ଚାଲାକି ଆମର ସବୁ କଥା ଜାଣିପାରୁଛନ୍ତି। ତୃଣାଦ ପିଶୁ ନିଚେନ ନମ୍ର ଧୀର, ମୁଁ କିଛି ନୁହେଁ। ଭକ୍ତର ଚରିତ୍ର ହଉଛି ଟିକେ ଏଇଆ, ବଡ ମଣିଷର ଚରିତ୍ର ହଉଛି ଏଇଆ, ମହତ୍ଵ ପଣ୍ଡିତର ଚରିତ୍ର ହଉଛି ଏଇଆ, ଯୋଉଟା ଲେଖିଲେ ସ୍ୱଭାବ କବି ଗଙ୍ଗାଧର ମେହେର ମହତ କାବ୍ୟରେ। ଉଚ୍ଚେ ଥାଇ ମଧ୍ୟ ନମ୍ର ହୋଇଥାନ୍ତି ସତତ ମହତ ଜନ, ସୂର୍ଯ୍ୟ ଚନ୍ଦ୍ର ତାରା କେଡେ ଊର୍ଦ୍ଧ୍ୱେ ସ୍ଥିତ ସମସ୍ତେ নত ବଦନ। ଆଚାର୍ଯ୍ୟ ଦେବଙ୍କର ଆସିଥିଲେ ଓଡିଶା, ଆପଣଙ୍କ ଅଞ୍ଚଳକୁ ଯାଇଥିବେ, ଶୁଣିଥିବେ କି କଥା, ମାନେ ବେଳେ ବେଳେ ଆଖିରେ ଲୁହ ପଳେଇ ଆସିଲା। କହିଲେ ମୁଁ ଖାଲି ହାତରେ ଆସିଛି, ମୁଁ ବଙ୍ଗଳା ହିନ୍ଦୀ ଠିକ ସେ କହିପାରୁନି, ମୁଁ ଖାଲି ହାତରେ ଚାଲିଯିବି। ଆମର ଯେତେବେଳେ ପୁରା ପିନ୍ ଡ୍ରପ୍ ସାଇଲେନ୍ସ ରହିଲା, ସେ କହିଲେ ଆପଣ ମାନେ ହସୁନାହାନ୍ତି, ଟିକେ ହସନ୍ତୁ। ହସିଲା ପରେ ସେ କହିଲେ ମୁଁ ଏଥର ସରକାରଙ୍କୁ କହି ଗୋଟେ ହସ ପାଇଁ ଟ୍ୟାକ୍ସ ଲଗେଇଦେବି। କେତେ ନିରହଙ୍କାର ମଣିଷ, କେତେ ନିର୍ଲୋଭ, କେତେ ଅନାସକ୍ତ। କହିଲେ ମୁଁ ଯୋଉଠି ଆସୁଛି ଖାଇକି ଆସୁଛି, ପୁଣି ରାତିରେ ଯାଇ କୋଉଠି କିଛି ଗ୍ରହଣ କରୁନାହାନ୍ତି। ଆମମାନଙ୍କ ଚରିତ୍ର କୋଉ ଦିନ ସେମିତି ହେଇ ଉଠିବ? ଆମକୁ ଯଦି କେହି କିଛି ନଦେଲା, ଆମେ ଯୋଉଠି ଆଶା କରି ଯାଇଛନ୍ତି, এই ପ୍ରାପ୍ତି ତ ମଣିଷକୁ କଷ୍ଟ ଦେଇଛି। ଆଉ ସବୁବେଳେ ସେଇମାନେ ହଉଛନ୍ତି ସୁଖୀ ମଣିଷ, ଯୋଉମାନେ ଦେଇ ଚାଲନ୍ତି। ଠାକୁର କହିଲେ ଦେଇଦିଅ, କିଛି ଚାହୁଁ ନାହିଁ, ଦେଖ ସବୁ ତୁମର ହେଇଯାଉଛି। ତୃଣାଦପି ଶୁନିଚେନ ତରୁଣାନାଂ ସହିଷ୍ଣୁତା, ତରୁ ଗଛ ଯେମିତି ଖରା ବର୍ଷା ଶୀତ କାକରେ ସ୍ଥିର, ସେମିତି ସତ୍ସଙ୍ଗୀ ଜୀବନ ଦୁଃଖ ଘାତ ପ୍ରତିଘାତ ସଂଘାତ ସମସ୍ୟା ଭିତରେ ଯେମିତି ଆହୁରି
ଆଲୋକିତ ହେଇ ଉଠେ, ଉଜ୍ଜଳିତ ହେଇ ଉଠେ। ଗଙ୍ଗାଧର ମେହେର ଯୋଉ ଆପଣଙ୍କର ମାୟାଧର ମାନସିଂହଙ୍କର କବିତା ପଢିବେ, ସ୍ୱର୍ଣ୍ଣ ଯେବେ ନିଆରେ ପଡେ କେତେ ମୁର୍ମତା ବୁକୁରେ ମାରେ, ସେଇଟା ଯେ ତାର ଭାଗ୍ୟ ଉଦୟ ନ ଜାଣିପାରେ ଅଜ୍ଞତାରେ। ସୁନାଟା ଯେତେ ନିଆରେ ପଡିବ ସେ ଚକଚକ କରିବ, ତାରି ଭିତରେ ତାର ଉଜ୍ଜଳତା ପ୍ରତିଭାତ ହେବ, ତାରି ଭିତରେ ସୁନ୍ଦରତା ପ୍ରତିଭାତ ହେବ। ଭଲ ମଣିଷ ଯିଏ ଦୁଃଖ କଷ୍ଟ ଘାତ ପ୍ରତିଘାତ ସଂଘାତ ସମସ୍ୟା ଭିତରେ ତାର ସେଇ ଜୀବନ ଦ୍ୟୁତି ଜୀବନର ଆଲୋକଟା ଆଲୋକିତ ହୁଏ। ସେ ମଣିଷଟା କେତେ ଭଲ, ଭଲ ରହିଥିଲେ ତ ସମସ୍ତେ ଭଲ ଚରିତ୍ର ଦେଖେଇ ପାରନ୍ତି, କିନ୍ତୁ ଖରାପ ପରିସ୍ଥିତି ଭିତରେ, ଦୁର୍ଦିନ ପରିସ୍ଥିତି ଭିତରେ ଯେ ଜୀବନ ସତ୍ୟ ପଥ ଭିତରେ ଦେଇ ଚାଲନ୍ତି, ବାସ୍ତବରେ ସେଇ ମହତ୍ପଣିଆଟା ଉଜ୍ଜୀବିତ ହୋଇ ଉଠେ। ତରୁଣାନାଂ ସହିଷ୍ଣୁତା ଅମାନିନାଙ୍ଗ ମାରଦ୍ୟନ୍ତେ, ଅମାନିକୁ ମାନ ଦେବାକୁ ପଡେ। ଆମେ କେତେ କେତେବେଳେ ରିକ୍ସା ବାଲାକୁ ଆପଣ ବୋଲି ସମ୍ବୋଧନ କରିଛନ୍ତି, ଆମେ ବସି ଆମେ ଠାକୁରଙ୍କୁ ଭଲ ପାଆନ୍ତି, କହନ୍ତି ସତ୍ସଙ୍ଗ ଯାଉଛି, ଯାଜନ କରୁଛି, ସତ୍ସଙ୍ଗ ଉତ୍ସବରେ ବିଭିନ୍ନ ଆୟୋଜନ କରିଛନ୍ତି। ଆମର ଚରିତ୍ର କୋଉଦିନ ପରିବର୍ତ୍ତିତ ହେବ ସେଦିନ ଶିଶୁ ବଡଦାଙ୍କର କଥା ମନେ ପଡେ। ଶିଶୁ ବଡଦା ଯାଉଥାନ୍ତି ଆଶ୍ରମ ପାଖାପାଖିରେ, ଗୋଟେ ପିଲା ବାଦାମ ବିକୁଛି। ଶିଶୁ ବଡଦା କହୁଛନ୍ତି, ଦାଦା। ପିଲାଟା ଏଣିକି ଅନେଇଲା, ସେଣିକି ଅନେଇଲା, ଏଇ ଡାକୁଣା ଶିଶୁ ବଡଦାଙ୍କୁ ଦେଖୁଛି, ମନେ ମନେ ଭାବିଲା ବୋଧେ ଅନ୍ୟ କାହାକୁ ଡାକିଛନ୍ତି। ଆଉ ଥରେ ତଳେ କହିଲେ, ଦାଦା ଆମକୁ ବାଦାମ ଦେବେ? ପିଲାଟା ଭୋ ଭୋ ହେଇ କାନ୍ଦିଲା, କହିଲା ମୋର ଆବାଜାନ ମରିଗଲା ପରେ ମତେ ଦାଦା ବୋଲି କେହି ସମ୍ବୋଧନ କରନି, ଏଇ ବାଦାମ ବାଲା, ଏଇ ତୁ ଦେଇଦେ। ଆପଣ କହୁଛନ୍ତି ମୋର ଆବାଜାନ, ସେ ବାଦାମ ଦେଇଛି, ତେଳେ ବାଦାମ ପାଇଁ ପଇସା ଦଉଛନ୍ତି, ଶିଶି ବଡଦା ସେ ତାକୁ ଗ୍ରହଣ କରୁନାହିଁ, କହୁଛନ୍ତି ମୋର ଆବାଜନକୁ ଦେଇ କଣ ଏଇ ପଇସାକୁ ଗ୍ରହଣ କରିବାକୁ ହୁଏ? ଆମମାନଙ୍କ ଚରିତ୍ରରେ ଆମ ଘରେ ଯେ କାମ କରନ୍ତି, ଅତି ସମାଜରେ ଯେ ହେଉ, ଆଜି ଦୀକ୍ଷା ହଉନାହିଁ, ଦୀକ୍ଷା ଛାଡିବାର ମୂଳ କାରଣ ଆମମାନେ, ଆଜି ଡିଭୋର୍ସ ପାଇଁ ଦାୟୀ ଆମେ ମାନେ। ଆମକୁ ଦେଖି, ଆମର ଚରିତ୍ରକୁ ଦେଖି, ଆମର ବ୍ୟକ୍ତିତ୍ୱକୁ ଦେଖି, ଆମର କଥା କାମର ଅମେଳକୁ ଦେଖି ଲୋକମାନେ ଫିଟକି ଯାଇଛନ୍ତି। ଯଦିଓ ତାଙ୍କର ଧରି ରଖିବାର ପ୍ରବୃତ୍ତି ନାହିଁ, ସେ ଭୁଲ ରାସ୍ତାରେ, ଯୋଉଟେ ପିଲା ପାଠ ପଢୁନି, ସେ ପଢୁନାହିଁ, ତା ପରିବେଶ ଏମିତି ନାହିଁ, ସେଟା କୁହାଯାଇପାରେ। କିନ୍ତୁ ଶିକ୍ଷକଙ୍କର ଯେ ଅନେକ ଦାୟିତ୍ୱ ଅଛି, ଖରାପ ପିଲାକୁ ଭଲ କେମିତି ପାଠ ପଢେଇ ପାରିବେ, ଆମେ ଆମକୁ ଅନୁଶୀଳନ କରିବା। ସତରେ ଶ୍ରୀ ଠାକୁରଙ୍କ ଦୀକ୍ଷା ନେଇ ଯୋଉ କଥା କହିଥିଲି, ମୁଁ ତା କରିଛି ନାହିଁ, ଏଇ ମୁହୂର୍ତ୍ତରୁ ଶ୍ରୀ ଠାକୁରଙ୍କୁ ପ୍ରତିଷ୍ଠା କରିବା ମୋର ଜୀବନର ଯଜ୍ଞ ହେଉଠୁ। ପ୍ରତ୍ୟେକଟି ବାଧା ବିଘ୍ନ ମୋର ଜୀବନକୁ କ୍ରୋଧ ଅବସନ୍ନ ନ କରି ଜୀବନ ବୃଦ୍ଧିରେ ଜ୍ୱଳନ୍ତ କରି ତୋଳୁ। ସତରେ ହେଇ ଉଠିଛି ନା? ସେଟା କହୁଥିଲେ, ଶୁଣ ଋତ୍ବିକ, ଶୁଣ ଧୈର୍ଯ୍ୟ, ଶୁଣ ଯାଜକ, ଶୁଣ ଧର୍ମର ଉଦ୍ଗାତାଗଣ, ଧର୍ମର ନେତାଗଣ, ତୁମ ନଜରରେ କେହି ଜଣେ ଯେମିତି ଅଭୁକ୍ତ ନ ରହେ। এই ଧର୍ମର ନେତା ହବା, ଧର୍ମର ଉଦ୍ଗାତା ହବା ଏତେ ସହଜ କଥା ନୁହେଁ। ଏଇ କର୍ମୀ ମାନଙ୍କୁ ଶ୍ରୀ ଠାକୁର ମାନେ ଲୋକ ଶିକ୍ଷକ, ଆଉ ଲୋକ ଶିକ୍ଷକ, ବିଶ୍ୱ ଲୋକ ଶିକ୍ଷକ ହଉଛନ୍ତି ଠାକୁର ପୁରୁଷୋତ୍ତମ। ସେ ସବୁ ଲୋକ ଶିକ୍ଷା ପାଇଁ ଯେତେ କର୍ମ, ତାଙ୍କର ଏଇ ଲୋକ ଶିକ୍ଷା ପାଇଁ ଆଜି ଲୋକ ଫିଟକିଛି। ତା ମୂଳରେ ଆମେ ଦାୟୀ, ଆମର ଚରିତ୍ର ଦାୟୀ, ଆମର ବ୍ୟକ୍ତିତ୍ୱ ଦାୟୀ। ଆଜି ବି ସତ୍ସଙ୍ଗରେ ଆମର ଯୋଉମାନେ ଆସୁଛନ୍ତି, ଦୟାକରି କେହି ମୁହଁକୁ ମାନେ ଦେହକୁ ନେବେ ନାହିଁ, ଯୋଉଟା ହଉଛି ପ୍ରାକ୍ଟିକାଲ କଥା କହୁଛି। ଯଦି ମୋର ଭୁଲ ଥିବ ଆପଣ ମାନେ ବହୁ ଜ୍ଞାନୀ ଗୁଣୀ ମଣିଷ, ନିଜ ଗୁଣରେ କ୍ଷମା କରିବେ। ଛୁଁ ଛୁଁ ନା ଭାତ ରୁଟି ହବ, ଜଣେ ସତ୍ସଙ୍ଗ କରିବ, କେତେ ଜଣ ପାଇଁ ରୁଟି କରିବ? ଗୋଟେ ପ୍ରଫେସନାଲ ହେଇଗଲାଣି, ଆମେ 30 ଜଣ 40 ଜଣ ଯାହା ରୁଟି କରିବ। ଆମେ ଆନାଲିସିସ୍ କରିଛନ୍ତି ନା, ମୁଁ କର୍ମୀ, ମୁଁ ସ୍ୱସ୍ତୟନୀ, ମୁଁ ସ୍ୱସ୍ତୟନୀ କଥା କହିଲେ ଆମେ ସତରେ କେତେ ଜଣ ଅଛନ୍ତି ସ୍ୱସ୍ତୟନୀ କଣ କିଏ କହିପାରିବେ? ଶ୍ରୀ ଠାକୁରଙ୍କ ସ୍ୱସ୍ତୟନୀ କଣ? ସ୍ୱସ୍ତୟନୀ ମାନେ ତ ଖାওয়া ଯାওয়ার କଥା নয়। ସ୍ୱସ୍ତୟନୀ ମାନେ এই ଯୋଉ ଖାଲି ସ୍ୱସ୍ତୟନୀ ନିବେଦିତ ଅର୍ଘ୍ୟକୁ ପଠାଇବା କଥା ନୁହେଁ। ଶ୍ରୀ ଠାକୁର କହିଲେ ଝମଝମ ଇଏ ଦକ୍ଷ তাহলে ସ୍ୱସ୍ତୟନୀର পঞ্চবিধি, রম রম ইয়ে থাকবি চলে পালবিরে তুই এই বিধি, ধর্ম পাবি অর্থ পাবি কাম মোক্ষ তোর হবে রে দাস, বাঁচবিরে তুই বাড়বিরে তুই কাটিবি কালে রক্ত ফাঁস। ସ୍ୱସ୍ତୟନୀର ପଞ୍ଚ ନିୟମ କଣ? ବହୁତ ଦିନ ହେଲା ଆମେ ସ୍ୱସ୍ତୟନୀ ନେଲେଣି, କର୍ମୀ ହେଲେଣି, ଆମେ 5ଟା ନିୟମ କାହାର ମନେ ରଖିଛନ୍ତି ନା ନାହିଁ? ଏଇଟା ଅନୁଶୀଳନ। ସ୍ୱସ୍ତୟନୀର 5ଟା ନିୟମ ମନେ ରଖିଛି କି ନାହିଁ? ମୁଁ ଆଗରେ A+B ର ହୋଲ ସ୍କୋୟାରଟା ମନେ ରଖିଲେ ତାକୁ ଆପ୍ଲାଏ କରିବି। ଯଦି ମନେ ରଖିଛି ତାକୁ ସିରିୟଲି ମନେ ରଖିଛି ନା ନାହିଁ? ଯେମିତି ଗୋଟେ ଷ୍ଟେପ ଭୁଲ ହେଇଗଲେ ଅସୁବିଧା ଅଛି। କଣ କଣ କଥା? এই শরীর ইষ্ট পূজার যন্ত্র হবি, তার যত্ন নেবি। শরীর শ্রী বিগ্রহর মন্দির ভেবে এই শরীর ঈশ্বরଙ୍କର ଦାନ, ଏ ଶରୀର ଈଶ୍ୱରଙ୍କ ପାଇଁ, ଏ ଶରୀର ଈଶ୍ୱରଙ୍କ ପାଇଁ ଉତ୍ସର୍ଗୀକୃତ। ଏଇ ଭାବନା ହଉଛି ପ୍ରଥମେ ସ୍ୱସ୍ତୟନୀର କଥା ମୁଁ ଭାବିଛି। ମୁଁ ତ ଦେହ ଫୁଙ୍କି ଚାଲିଛି। ଠାକୁର ସ୍ୱାସ୍ଥ୍ୟର କଥା ଅନେକ କଥା କହିଛନ୍ତି, ବୋଲେ କାଜେର ମତ ଝୁଙ୍କିବି ଯତ ଶରୀର ବୁଲେ ଫେଙ୍କେ, ଶରୀର হবে ସହନ ପଟୁ ସ୍ୱାସ୍ଥ୍ୟ আসবে ହେଙ୍କେ। ମୁଁ କେତେ ସମୟ ମେଡିଟେସନ କରେ, କେତେ ସମୟ ତାଙ୍କର କଥା ଚିନ୍ତା କରେ, ପ୍ରତ୍ୟେକ ନିଶ୍ୱାସ ପ୍ରଶ୍ୱାସ ଭିତରେ ଚିନ୍ତା କରେ କି ନାହିଁ ଶରୀରଟା ଖାଲି ଯେ ମୁଁ ନିରାମିଷ ଆହାର କରିଦେଲେ ଶରୀର ସୁସ୍ଥ ରହିଯିବ, ସେ କଥା ଠାକୁର ତ କହିନାହାନ୍ତି। ଏଇ ଜିନିଷଟା ମଣିଷକୁ ଫିଡକି ଦେଇଛି, ତମର ସ୍ୱସ୍ତୟନୀ ଲୋକମାନେ ଭିତରେ ଖାଇବେ, ଆମମାନଙ୍କୁ ଗୋଟେ ଖରାପ ଦୃଷ୍ଟି ଦେଖୁଛନ୍ତି। ଆମର ଇଗୋ ବହୁତ ବଢିଯାଇଛି। ଆମେ ସ୍ୱସ୍ତୟନୀ ହେଲା ପରେ ଆମର ଗୋଟେ ଅହଙ୍କାର ସୃଷ୍ଟି ହେଇଛି, କର୍ମୀ ହେଲା ପରେ ଅନେକ ଅହଙ୍କାର ସୃଷ୍ଟି ହେଇଛି। କିନ୍ତୁ ଅହଙ୍କାର କୋଉଠି ରହିବା ଦରକାର? ତାଙ୍କୁ ନେଇ ଅହଙ୍କାର, ମୁଁ ତାଙ୍କର ଦିନ ସେବକ, ଏଇ ପ୍ରକାର ଅହଙ୍କାର ଆବଶ୍ୟକ। ମୁଁ ସ୍ୱସ୍ତୟନୀ ନେଇଛି, ଅହଙ୍କାର ନୁହେଁ। ମୁଁ କର୍ମୀ, ଅହଙ୍କାର ନୁହେଁ। ମୁଁ କର୍ମୀ, ମତେ ଗାଳି ଦେଲେ ବି ତାଙ୍କୁ ଭଲ ପାଇବି ଯଦି ମୁଁ କର୍ମୀ, ସେଇଥିପାଇଁ ମୁଁ କର୍ମୀ ହେଇଛି। ଏବେ ଦେଖନ୍ତୁ ଅଫିସର ମାନଙ୍କୁ ଟ୍ରେନିଂ ଦିଆଯାଉଛି, ଯେତେ ବଡ ବଡ ଅଫିସର ଯେ ସବଅର୍ଡିନେଟ ମାନେ ଭୁଲ କରିବେ, ଆପଣ ଏଇଥିପାଇଁ ଅଫିସର, ଆପଣଙ୍କର ଦକ୍ଷତା ଏତିକି, ଯୋଗ୍ୟତା ଏତିକି, ବିଜ୍ଞତା ଏତିକି, ପ୍ରାଜ୍ଞତା ଏତିକି, ପାରଙ୍ଗମତା ଏତିକି,
ଯେ ଆପଣମାନେ ସମସ୍ତଙ୍କର ଦୋଷ ତ୍ରୁଟିକୁ ଛାଡ଼ିକି ନେଇକି କାମଟା କରିବେ। ଧମକ ଦେବା ପାଇଁ ଅଫିସର ନୁହନ୍ତି। ତେଣୁ ଲୋକର ଅନେକ ଦୋଷ ତ୍ରୁଟି ଥିଲେ ବି କର୍ମୀ ହିସାବରେ, ଲୋକ ଶିକ୍ଷକ ହିସାବରେ, ସ୍ୱସ୍ଥ୍ୟ ନେବା ହିସାବରେ ତାକୁ ଭଲ ପାଇକି ତାକୁ ସୁଧାରିବାକୁ ଚେଷ୍ଟା କରିବା। କିନ୍ତୁ ଆମେ ହେଇନି ସେଟା ଜୀବନରେ, ଯୋଉଥିପାଇଁ ଆସିଛି ଡିପି ୱାର୍କସ। ଅମାନିନାଙ୍ଗ ମାନଦ୍ୟନ୍ତେ, ଆମେ କୋଉଦିନ ଆମ ଅଞ୍ଚଳରେ ଗରିବ ଗୁରୁ ଭାଇକୁ ବସିକି ଆନାଲିସିସ୍ କରିବା, କୋଉଦିନ ତାକୁ ଭଲ ପାଇଛନ୍ତି ସତରେ? ଆଉ ଯେ ନ ଖାଏ ତାକୁ ବେଶୀ ଦିଅନ୍ତି। ଘରକୁ ନିମନ୍ତ୍ରିତ କରିଥିବା ବଡ ବଡ ଅଫିସର ଆସିଥିବେ, ମନ୍ତ୍ରୀ ଆସିଥିବେ, ନେତା ଆସିଥିବେ, ସେ ଖାଇବେନି, ତାଙ୍କୁ ନେଇକି ଦଉଥିବେ, ସେ ଫିଙ୍ଗି ଦଉଥିବେ। ଦେଖିବେ ଆମର ଚରିତ୍ର ଏଇଠି ପହଞ୍ଚିଛି। ପ୍ରକୃତରେ ଯେ ଖାଇବାକୁ ଚାହେଁ, ଗରିବ ଭିକାରୀ ଲୋକଟେ, ତାକୁ କୋଉଦିନ ଆମେ ହୃଦୟ ଖୋଲିକି ଦେଇଛନ୍ତି? ହୃଦୟ ଭରା ସମ୍ମାନ ଦେଇଛନ୍ତି ଯେ ଆଜି ଆସିଛି ବାବୁରେ ଦିନେ ଗୋଟେ ଖାଇଦିଏ। ଆହୁରି ଅନେକ ଭବିଷ୍ୟତ ଠାକୁରଙ୍କୁ ଭଲ ପାଇବାର ଅଭିନୟ ଆମେ କରି ଚାଲିଛନ୍ତି। ବାସ୍ତବରେ ତାଙ୍କୁ ଭଲ ପାଇଲେ ଅମାନିନାଙ୍ଗ ମାନ ଦ୍ୟନ୍ତେ କୀର୍ତ୍ତନୀୟ ସଦାହରି। ଅମାନି ମଣିଷକୁ ଯିଏ ମାନ ଦିଏ ଆଉ ସଦା ସର୍ବଦା କୀର୍ତ୍ତନରେ ମତ ତାର ଭିତରେ ଇଷ୍ଟ ପ୍ରାଣତାର ଫୁଟି ଉଠେ। ଶରୀର ଇଷ୍ଟ ପୂଜାର ଯନ୍ତ୍ର ହୋଇ ତାର ଯତ୍ନ ନେବୁ। 2 ନମ୍ବର କଥା ହେଲା, ଯେତେବେଳେ ଭଲ କାମ ଆସିବ ସାଙ୍ଗେ ସାଙ୍ଗେ କରିବୁ। ଆମେ ଆଜି ଆନାଲିସିସ୍ କରି ଆମର ଭଲ କାମ ଯେତେବେଳେ ଆସେ, ସେତେବେଳେ ଆମେ ଟିକେ ପଛେଇ ଯାଆନ୍ତି। ଆମ ମନେକର ଉତ୍ସବ ଗଲା, ଅର୍ଘ୍ୟ ଦେବାର କଥା ପକେଟରେ ଥିଲେ ବି ଅନ୍ୟମାନେ ଦିଅନ୍ତୁ, ଦେଖିବା ପଛରେ ଦବା, ଯଦି ସର୍ଟ ପଡିବ ଦେଖିବା। ଆରେ କିଏ ଦଉ ନ ଦଉ, କାହା ପାଇଁ ତ ମୁଁ ଆସିନାହିଁ। ମୋ ଜନ୍ମଟା କାହା ପାଇଁ ହେଇନାହିଁ, କାହାକୁ ଦେଖିକି ମୁଁ ଠାକୁରଙ୍କ ପାଇଁ ଆସିନାହିଁ। ମୁଁ ମୋ ପାଇଁ, ଶ୍ରୀ ଠାକୁର ଯୋଉ କଥା କହିଲେ, ତୁମେ ତୁମର ପରିବାର, ଦେଶର, ଦଶର, ବର୍ତ୍ତମାନ ଭବିଷ୍ୟତ ପାଇଁ ଦାୟୀ। ମୁଁ ମୋ ପାଇଁ ଯେତେ ଭଲ କାମ, ଖାଲି ଆମେ କହନ୍ତି ସତ୍ସଙ୍ଗର କାମ, ସତ୍ସଙ୍ଗର ସବୁ କାମ ତ ଠାକୁରଙ୍କର କାମ। କିଏ ଗୋଟେ ଗରିବ ପିଲାଟେ ପାଠ ପଢି ପାରୁନି, ଆମେ ତାକୁ ସମସ୍ତ କଥା ନ ବୁଝିପାରଲେ 50 ଟଙ୍କା ଦେଇକି ବହି ଖଣ୍ଡେ କେତେବେଳେ କିଣି ଦେଇପାରିବା? ତାକୁ ଗୋଟେ ଭଲ ପ୍ଲାନିଂ ଦେଇପାରିବା, ସେତେବେଳେ ଦୀକ୍ଷା ଅଟୋମେଟିକ ହବ। ଠାକୁରଙ୍କୁ ଆମକୁ ଦେଖିକି ବୁଝିବ। ସେ ଯୋଉ ମାଙ୍କଡ ଆଉ କୁମ୍ଭୀରର ଗପ, ସେ ଯୋଉ ଜାମକୁଳି ଖାଇକି କୁମ୍ଭୀରର ସ୍ତ୍ରୀ କହିଲା, ଏ ଜାମକୁଳିଟା ଯଦି ଏତେ ମିଠା, ତାହେଲେ ସେ କୁମ୍ଭୀର ମାଙ୍କଡର କଲିଜାଟା କେତେ ମିଠା ହେଇନଥିବ। ମଣିଷ ଯେତେବେଳେ ଦେଖିବ ଠାକୁରଙ୍କୁ ଧରିକି ଚାଲୁଥିବା ମଣିଷଟା ଏତେ ସୁଇଟ, ଏତେ ମଧୁର, ଦେବଚରିତ୍ର ସମ୍ପନ୍ନ, ତା ଠାକୁର କେତେ ମହାନ ହେଇନଥିବେ। ଅଟୋମେଟିକ ଦୀକ୍ଷା ହବ। ଅଟୋମେଟିକ এই যে শান্তি স্বস্তি আজ ব্যাহত হয়েছে, অটোমেটিক শান্তি স্বস্তি অব্যাহত রহব। আর পরিবেশ ঠিক নহলা পর্যন্ত আমি ঠিক রহিপারিবা নাই। কসমিন কালে আম চারি পাখে যেতবে পর্যন্ত ঠিকঠাক ন, ঠাকুর কলে ইষ্টভরণ, পিতৃপোষণ, পরিবেশের উন্নয়ন নহলে কিন্তু অধপাতের তোর জীবন যাহা থাইকি সবু নষ্ট বিনষ্ট হয়ে যাব। তেমন যেতবে ভালো কাম আসে সাথে সাথে করবি। ঠাকুরଙ୍କ কাম আমি যেতবে স্বস্থায়ী অଛନ୍ତି, কর্মী অଛନ୍ତି, দয়াকরি কহবে কেজন আমি খড়কন ধরি ঠাকুর মন্দিরে। ওড়িশার সংস্কৃতি শিক্ষা দেলা যে রাজা সে হচ্ছেন ଛେରା ପହଁରା କରନ୍ତି। ବିଶ୍ୱ ମାଲିକଙ୍କର ଶିଶି ବରଦା କହିଲେ, ପ୍ରଭୁ ଠାକୁର ତ କହିଲେ ବଡକୁକା ଯାଇ আমি তাই। କୋଉ ଦିନ ବରଦା କହିନାହାନ୍ତି আমি যাই ଠାକୁର ତାଇ। କହିଲେ ଠାକୁରଙ୍କର ବିଶ୍ୱସ୍ତ କୁକୁରଟି ହେଇପାରିଲିନି। ଯଦିଓ ଅତ୍ୟନ୍ଦ୍ର ପ୍ରହରୀ ଏଭଳି ବାପ ପୁଅ, ଏଭଳି ପୁଅ ଜଗତ ଦେଖିନେ, ସେ କଥା ଆଲୋଚନା କରିବା ପାଇଁ ସମୟ ନାହିଁ। କୋଉ ଦିନ ଶିଶି ବରଦା କହିନାହାନ୍ତି আমি যাই ଠାକୁର ତାଇ, ବିଶ୍ୱସ୍ତ କୁକୁରଟି ହେଇପାରିଲିନି। ତାଙ୍କର ଚାକର ହବାର ଯୋଗ୍ୟତା ନାହିଁ। କିନ୍ତୁ ଆମେ ସତ କଥା, ଆମେ କେତେ ଜଣ କୁହନ୍ତୁ ଠାକୁରଙ୍କର ପରିଷ୍କାର ପରିଚ୍ଛନ୍ନ କରିଛନ୍ତି, ଆନନ୍ଦ ବଜାର ନିଜେ ଦବା ନବା କରିଛନ୍ତି, ଆନନ୍ଦ ବଜାର ହାଣ୍ଡି କଡା ଧୋଇବା ପର୍ଯ୍ୟନ୍ତ ଆମେ ଅଛନ୍ତି। ସେତେବେଳେ ଅଟୋମେଟିକ ଯେ ଯୋଉ ଗୁରୁ ଭାଇ ମାନେ ନୂଆ ନେଇଛନ୍ତି, ତାଙ୍କ ଭିତରେ ଗୋଟେ ସୃଷ୍ଟି ହବ, ରେ ନା ଠାକୁରଙ୍କୁ ଭଲ ପାଇଲେ, ଏତେ ବଡ ଲୋକଟା, ୟା ଭିତରେ ଅହଙ୍କାର ନାହିଁ। ଠାକୁରଙ୍କୁ ନେଇକି ଏତେ ଆନନ୍ଦ ରହୁଛି, ମଜଗୁଲ ରହୁଛି, ସବୁ କାମ କରି ପକଉଛି, ମୋର ବି ହବା ଦରକାର। ଆମର ହେଇନାହିଁ ବୋଲି ଆଜି ଫିଟକିଛି ଲୋକ। ତେଣୁ ଯେତେବେଳେ ଭଲ କାମ ଆସି ସାଙ୍ଗେ ସାଙ୍ଗେ ତାକୁ ୱାର୍କଆଉଟ କରିବୁ। ବୃତ୍ତି ପ୍ରବୃତ୍ତିକୁ ଅଯଥା ନିୟନ୍ତ୍ରଣ ନ କରି ଇଷ୍ଟ ସେବାରେ ଲଗେଇବୁ। ଆମ ଜୀବନଟା লিক ହେଇଯାଇଛି, টায়ারটা ଟିକେ ଗୋଟେ লিক পুরা টোটাল টায়ারটাକୁ নষ্ট করে দিয়ে। টোটাল টায়ারটা সামান্য ছোট লিকটা, এই জীবনের লিক, জীবনের ছোট ছোট দুর্বলতা, জীবনের ছোট ছোট ভুল আমার সমস্ত ভাল গুণକୁ নষ্ট করে দিয়ে, গোটিଏ অবগুণ সমস্ত ভাল গুণକୁ নষ্ট করে দিয়ে। ବିଷ କୁମ୍ଭ ପୟ ମୁଖମ, ଗୋଟେ ଅମୃତ ଭାଣ୍ଡ ଭିତରେ ଯଦି କଣାଏ ବିଷ କଣିକା ଟୁପେ ଗୋଟେ ୱାନ୍ ଡ୍ରପ୍ ପଡିଯିବ, ସେ ଅମୃତ ଭାଣ୍ଡଟା ବିଷୟରେ ପରିଣତ ହେଇଯାଏ। ଆମ ଜୀବନରେ ଯୋଉ ସାମାନ୍ୟ লিক, ସାମାନ୍ୟତମ ତ୍ରୁଟି ବିଚ୍ୟୁତି, ଜୀବନ ସମସ୍ତ ସଦ୍ଗୁଣକୁ এই ଅବଗୁଣ ନଷ୍ଟ କରି ପକଉଛି। ବୃତ୍ତି ପ୍ରବୃତ୍ତିକୁ ଅଯଥା ନିୟନ୍ତ୍ରିତ କରି ଇଷ୍ଟଙ୍କ ସେବାରେ ଲଗେଇବି। କ୍ରୋଧର ଆବଶ୍ୟକତା ଅଛି, ପ୍ରଭୁଙ୍କ ପାଇଁ କ୍ରୋଧ କରିବି। ଲୋଭର ଆବଶ୍ୟକତା ଅଛି, ପ୍ରଭୁଙ୍କ ପାଇଁ ଲୋଭ କରିବି। ଠାକୁରଙ୍କ ଆସ୍ଥାନଟା କେମିତି ହବ? ଦରକାର ପଡ଼ିଲେ ମୁଁ ପକେଟ ଦେଇଦେବି। ମୋ ପୁଅ ଯେତେବେଳେ ଭଲ ଡ୍ରେସ ପିନ୍ଧୁଛି, ସେତେବେଳେ ମୁଁ କେମିତି ଆଣିକି ଦେଇଛି। ପୁଅ ପାଇଁ ଲୋଭ, ପୁଅ ପାଇଁ ଦରଦ ଅଛି ବୋଲି, ପୁଅ ଭଲ ପାଏ ବୋଲି, ସେ ସେଇଥିପାଇଁ ଠାକୁର କହିଲେ, ମାନେ ନିଜ ହାତରେ ଗୁରୁ ସେବା କଲେ ଅହଙ୍କାର ପତଳା ହୁଏ, ଅଭିମାନ ଦୂରେଇ ଯାଏ, ପ୍ରେମ ଆସେ। ଆମେ ପୁଅ ପାଇଁ କେତେ କରନ୍ତି, ସ୍ତ୍ରୀ ପାଇଁ କେତେ କରନ୍ତି, ପରିବାର ପାଇଁ କେତେ କରନ୍ତି, ତା ଭିତରେ ଥାଏ ପ୍ରେମ। ଭଲ ପାଇ ଅଛି ବୋଲି ଆମେ କରନ୍ତି, ନହେଲେ କରିପାରନ୍ତିନି। ପୁଅ ଯେତେବେଳେ ମେଡିକାଲ ଡିଗ୍ରୀ ପଢିଲା, ସେତେବେଳେ କୋଉଠି ପଇସା ଆସିଲା ଜାଣିନି, କାହା କଥା ଗୋଡ ହାତ ମୁଣ୍ଡ ବିକି ଦେଇଛି। ଠାକୁରଙ୍କ ପାଇଁ କୋଉ ଦିନ କରିଛି? ପରୀକ୍ଷାର କଥା, ଆଜି ନୂଆ ବର୍ଷରେ ସେତିକି ପରୀକ୍ଷା ହଉ, ମୁଁ ସତରେ ଠାକୁରଙ୍କୁ ଭଲ ପାଇଛି ନା ମୋ ପୁଅକୁ ବେଶୀ ଭଲ ପାଇଛି। ଆମେ କଥା କଥାରେ କହିଦିଅନ୍ତି ଠାକୁରଙ୍କୁ ମୁଁ ସବୁଠୁ ବେଶୀ ଭଲ ପାଏ। ମୁଁ ଠାକୁରଙ୍କୁ ଭଲ ପାଇଛି ନା ମୋ ପରିବାରକୁ ବେଶୀ ଭଲ ପାଇଛି? ଠାକୁରଙ୍କୁ ଭଲ ପାଇଲେ ସେତେବେଳେ ପରିବାର ଭଲ ପାଇ ହବ, ସବୁ ଠିକ ହବ। ଏଇଟା ହଉଛି ଆନାଲିସିସର କଥା। ତୁମେ ଯେପରି ପ୍ରିୟ ପରିଜନଙ୍କ ପାଇଁ ରକ୍ତକୁ ଝାଳ କରି ବୁହାଇ ଚାଲିଛ,
तुमर श्रेष्ठ प्रिय श्रेष्ठ पुरुषोत्तम जहां जीवन में श्रेय बोली वर्ण करिच ताहां ताहा जदि न कर केवल स्वार्थ संधित्सु कपट कुझटिका तुम मन उंकी मारुछि जीवन में श्रेय बोली जहां वर्ण करछंती आमे प्रिय परिजन पई जे रक्तटा झाळ होई जाईछि तांको पई जे ताहा नाही केवल स्वार्थ पई आछि अर्थ पई आछि मान पई आछि जस पई आछि प्रतिष्ठा पई आछि। चतुर्थ कथा साई पड़िशा पड़ा पड़ोसी सुख दुखर कथा बुझिया कथा अछि आपन स्वस्थ चतुर्थ पॉइंट रे आम जीवन में सब बड़ दुख है अन्यर सुखटा आम दुखर कारण है आम साई पड़िशा जदि किए भल रहा किए गोटे बड़ चाकरी करगला यही जदि कार जयगान कला मुझे दिन शांति शुभ जोर दे कहूँ स्वस्थ होनी बोली जोर दे कहूँ छूना छूना भात छूना छुईदे कौन हम से बाबद में मोर तो नलेज ना ठाकुर कौ माफिक कहते कौन कहते बुझी ना कि बर गोटे विभ्राट सृष्टि कर भितर खाइमु एठी खाइमुनी विभिन्न आज ये आम अंचल कथा नहीं सब अंचल ये प्रकार विभ्राट सृष्टि होती जो कि लोक मान भर गोटे विरुक्ति सृष्टि साई पड़िशा तोर निपात हेबे निजे बसी सुखे खाइबु भुंजी जा छुटी जा बंचाओ तांकु से माने जे तोर जीवन पुंजी आम सतरे सीधा सृष्टि होती ना आम साई पड़िशार बंगल मो साई पड़िशा समस्त सुखरे रुहंती शांति रुहंती आनंद ये कथा कौन सतरे चिंता करिछि ताले स्वस्थ सार्थक हम आउ ठीक 30 दिन में से स्वस्थ निमित्त अर्घ्य प्रेरण करिबु ठाकुर ले धर्म पाबी अर्थ पाबी काम मोक्ष तोर हबे रे दास बांच भी रे तो ही बाड़ भी रे तो ही काटी भी काले ऑक्टोपास धर्म अर्थ काम मोक्ष तोर सेवा करिवो बस होई जीव धर्म धृतिर चुम्बन तुमको अगली धरिव अर्थ महाऐश्वर्य परिणत हेब समस्त कामना वासना तोर पूर्ण हब शेष मोक्ष प्राप्ति हबु श्री ठाकुर मोक्ष प्राप्ति माने इह विमुखता नुहे मुझे जन्म हेबी ता नुहे कॉम्प्लेक्स कबल मुक्ति हवाटा हूँ मोक्ष प्राप्ति मनीष जेते दुख पाउची ता मूल कॉम्प्लेक्स प्रवृत्ति परमुष्टता এই প্রবৃত্তি পরমুষ্টতা ହିଁ ମଣିଷକୁ ଦୁଃଖ ଦଉଛି କମ୍ପ୍ଲେକ୍ସ କବଳରୁ ମୁକ୍ତି ଯା ପର୍ଯ୍ୟନ୍ତ ନ ପାଇଛି ମଣିଷ ମୁଖ୍ୟ ପ୍ରାପ୍ତି ହବନି এই କମ୍ପ୍ଲେକ୍ସ କବଳରୁ ମୁକ୍ତ ହବାକୁ ହେଲେ ସ୍ୱସ୍ଥୟନକୁ କଣ୍ଟାଏ କଣ୍ଟାଏ ପାଳନ କରିବାକୁ ପଡିବ ସ୍ୱସ୍ଥୟନ ହେଉଛି ବ୍ରତ ବ୍ରତ ହେଉଛି ସାଧନା ବାଞ୍ଚବିରେ ତୁଇ ବାଡବିରେ ତୁଇ କାଟିବି କାଲେ ଅକ୍ଟୋପାସ ବଞ୍ଚିବା ବଢିବାଟା ଗ୍ୟାରେଣ୍ଟି ଯଦି ଜଣେ ସ୍ୱସ୍ଥୟନ କଣ୍ଟାଏ କଣ୍ଟାଏ ପାଳନ କରୁଥାଏ ତାର ଅପମୃତ୍ୟୁ ମରଣା ମାରଣା ପାରତ ମୃତ୍ୟୁକୁ ଅବଲୁପ୍ତ କର ତାର ମୃତ୍ୟୁର ପଥ ଅବରୁଦ୍ଧ ହେଇଯିବ अनेक कथा श्री ठाकुर सत्यानुष्ठान कहले तुम्हें जदि सच्चालक अवलंबन करिथाओ जहा कर भय नाही मरिब नाही कष्ट पाई राजी थाओ मनीषर सब दादा समय हो गला हेलो समय संकेत देलानी श्री ठाकुर से कथा आग भिक्षा दाओ झइया झंझीर पिशाची जृम्ण आरंभ होइछि बातुल घूर्णि बेहुल स्वार्थे कलंक कुटुल व्यवच्छेद सृष्टि करने आरंभ कर प्रेत कबंध कलुष कृष्टि बेताल आक्रमण विक्षुब्ध कर तोली अवदलित कृष्टि अदक्षलश्रुपाते भिक्षुक परी संतान दर देश निरर्थक रोदन रोद्यमान अलक्ष्मी अवश प्रवृत्ति शास्त्र वेद स्मृति यही देख मर्मांतिक भाव निष्प्रस्त दुखित देवता आज नत जानू तुम्भ मान दर देश तुम मान तुम प्राण भिक्षा तुम सत्तार संवर्धना व्याकुल हो ततस्त घूरी बुलुचंती किए अछ एपरी दरदी आर्य संतान अर्थ भिक्षा देव मनीष भिक्षा देव हृदय सब किसी उत्सर्ग करी से गौरवोज्जल चेष्टा को सार्थक कर तुलवा कई आगधी धुरंधर उत्सर्ग प्राणी राशि निर्मम आस उत्सर्ग कर आत्माहुति दियो जीवन निष्कासित जहाँ कि संगति दे सार्थकता लाभ कर निजक बंचाओ मनीष को बंचाओ कृष्टि को बंचाओ बंचाओ दुर्दशा दलिनी महाऐश्वर्यशालिनी आर्य स्तन्यदायिनी परम पवित्र भिकारुणी भारत वर्ष को धन्य हुआ नंदित हुआ ईश्वर आशीर्वाद मथापाति नियो शांत हुआ शांति दियो स्वस्थ्यभ्युत्थान कोनंतर बाध करी रख ओम स्वस्ति 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 जय गुरु राजेंद्र भाई विज्ञान ऑफलाइन सत्संग गोटे जीवार ये तो मत दायित्व अर्पण कर आज नूतन